दक्षिण ओडिशा जोन फुटबॉल रेफरी ପାଇଁ ଶାରୀରିକ ଲିଖିତ ପରୀକ୍ଷା ଅନୁଷ୍ଠିତ। ଭାଗ ନେଲେ 80 ଜଣ ପରୀକ୍ଷାର୍ଥୀ। ଓଡ଼ିଶା ଫୁଟବଲ ଆସୋସିଏସନ ପକ୍ଷରୁ କୋରାପୁଟ ଜିଲ୍ଲା କ୍ରୀଡ଼ା କମ୍ପ୍ଲେକ୍ସ ଜୟପୁର ଠାରେ ଫୁଟବଲ ରେଫରୀ ଚୟନ ନିମନ୍ତେ ଶାରୀରିକ ଓ ଲିଖିତ ପରୀକ୍ଷା ଚଳିତ ମାସ 11 ତାରିଖ ଏବଂ 12 ତାରିଖ 2 ଦିନ ଧରି ଚାଲୁ ରହିଥିଲା। ଏହି ପ୍ରତିଯୋଗିତାରେ ଦକ୍ଷିଣ ଓଡ଼ିଶା ଜୋନ୍ର 8 ଗୋଟି ଜିଲ୍ଲାର 18 ବର୍ଷ ଠାରୁ 30 ବର୍ଷ ବୟସର ପ୍ରାୟ 80 ଜଣ ବାଳକ ବାଳିକା ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି। ଏଥିମଧ୍ୟରୁ 40 ଜଣ ପରୀକ୍ଷାର୍ଥୀ ପ୍ରାଥମିକ ପରୀକ୍ଷା ତଥା ଲେଭେଲ୍ 8 ଦେଇଥିବା ବେଳେ ପୂର୍ବତନ ରେଫେରୀ 40 ଜଣ ଲେଭେଲ୍ 7 ପରୀକ୍ଷା ଦେଇଛନ୍ତି। ଯେଉଁ ବାଳକ ବାଳିକାମାନେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନେ ପରବର୍ତ୍ତୀ ଲେଭେଲ୍ ପାଇଁ ମନୋନୀତ ହେବେ। ଏହି କାର୍ଯ୍ୟକ୍ରମଟି ଫାଓ ସମ୍ପାଦକ ଶ୍ରୀ ଆଶୀର୍ବାଦ ବେହେରାଙ୍କ ନିର୍ଦ୍ଦେଶନରେ ଓଡ଼ିଶା ରେଫେରୀ ପ୍ରତିଯୋଗିତା ଓ ଶାରୀରିକ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଛି। ପ୍ରତିଯୋଗିତାର ପୂର୍ବ ଦିନ ପରୀକ୍ଷାର୍ଥୀମାନଙ୍କ ପାଇଁ ଖେଳ ଓ କୌଶଳର ଶିକ୍ଷା ପ୍ରଦାନ କରାଯାଇଥିବା ବେଳେ ଫାଓ ମୁଖ୍ୟ ରେଫେରୀ ଶ୍ରୀ ଦୁର୍ଗା ମାଧବ ନାୟକ ପ୍ରଶିକ୍ଷକ ଭାବରେ ଯୋଗ ଦେଇ ବାଳକ ବାଳିକାମାନଙ୍କୁ ପ୍ରଥମେ ଶାରୀରିକ ପରୀକ୍ଷା ପରେ ଲିଖିତ ପରୀକ୍ଷା କରାଇଥିଲେ। ଏହି ପ୍ରତିଯୋଗିତାରେ ରେଫେରୀ ସୁଜିତ କୁମାର ପାତ୍ର ଏବଂ ଅନ୍ୟ ରେଫେରୀମାନେ ଯୋଗ ଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପରୀକ୍ଷାର୍ଥୀମାନେ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କୁ ଜାତୀୟ ସ୍ତରରେ ରେଫେରୀ ଭାବରେ ମନୋନୀତ କରାଯିବ ବୋଲି ଆସୋସିଏସନ ପକ୍ଷରୁ କୁହାଯାଇଛି। କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ କ୍ରୀଡ଼ା କମ୍ପ୍ଲେକ୍ସରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା। ଏହି ପ୍ରତିଯୋଗିତାକୁ କୋରାପୁଟ ଜିଲ୍ଲା କ୍ରୀଡ଼ା ସମ୍ପାଦକ ଶ୍ରୀ ଅନୁପ ପାତ୍ର ଏବଂ ସହ ସମ୍ପାଦକ ଶ୍ରୀ ରବି ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ଓଡ଼ିଶା ରେଫେରୀ ମୁଖ୍ୟ ଆଉ ମାନ୍ୟବର ଶ୍ରୀ ଆଶୀର୍ବାଦ ବେହେରା ଫାଉ ସମ୍ପାଦକ ଅଛନ୍ତି ଆମର। ତାଙ୍କ ନିର୍ଦ୍ଦେଶରେ ଆମେ ସାରା ଓଡ଼ିଶାରେ ପ୍ରତିବର୍ଷ ଓଡ଼ିଶା ରେଫେରୀ ପରୀକ୍ଷା ଏବଂ ଯେଉଁମାନେ ଅଛନ୍ତି ଆଗରୁ ପରୀକ୍ଷା ଦେଇକରି ତାଙ୍କର ଅପଗ୍ରେଡେସନ୍ କାର୍ଯ୍ୟକ୍ରମ କରୁ। ଚଳିତ ବର୍ଷ ସାର୍ଙ୍କର ନିର୍ଦ୍ଦେଶରେ ଆମେ 4ଟା ଜୋନ୍ କରିଛୁ, ଇଷ୍ଟ ୱେଷ୍ଟ ନର୍ଥ ସାଉଥ୍ ଏବଂ ସାଉଥ୍ ଜୋନ୍ର ଆଜି ପ୍ରଥମ 11-12 ତାରିଖ ହେଲା ଆମର କୋରାପୁଟ ଜିଲ୍ଲାର ଜୟପୁର ଆଥଲେଟିକ୍ ଗ୍ରାଉଣ୍ଡରେ। ଯେହେତୁ ଜାତୀୟ ସ୍ତରରେ ଆମର ଏ ପରୀକ୍ଷାଟା ରନିଂ ଟେଷ୍ଟଟା ସିନ୍ଥେଟିକ୍ ଟର୍ଫରେ ହୁଏ, ଏଠି ଜୟପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ମଧ୍ୟ ଆଥଲେଟିକ୍ ଯେଉଁ ଟର୍ଫ ଅଛି ସେଇଟା ନ୍ୟାସନାଲ୍ ସ୍ତରୀୟ ଆଉ ଆଥଲେଟିକ୍ ଟର୍ଫଟା ହେଉଛି ଆମର ସିନ୍ଥେଟିକ୍ ଟର୍ଫ। ତ ନିଶ୍ଚିତ ରୂପରେ ଏମାନେ ପିଲାମାନେ ସମସ୍ତେ ଜାତୀୟ ସ୍ତରୀୟ ଟର୍ଫରେ ଦୌଡ଼ିବାର ଅଭ୍ୟାସ ପାଇଲେ ଏବଂ ତାଙ୍କର ଅଭିଜ୍ଞତା ହେଲା। ଆଉ ଏଇଠି ଆମର 8ଟା ଜିଲ୍ଲାର ଆସିଥିଲେ। ସାଉଥ୍ ଜୋନ୍ରେ 80 ଜଣ ପୁଅ ଏବଂ ଝିଅ ଭାଗ ନେଇଥିଲେ। ବାଳିକା 7 ଜଣ ଥିଲେ ଏବଂ 73 ଜଣ ବାଳକ ଥିଲେ। ଏଠି ସବୁ ପ୍ରକାର ସୁବିଧା ଅଛି, ସୁସ୍ଥ ପରିବେଶ ଅଛି, ପରିବେଶ ବହୁତ ଭଲ। ତେଣୁ ପ୍ରାୟ ସମସ୍ତେ ପାସ୍ କରିଛନ୍ତି ବୋଲି ଆମେ ଆଶା କରୁଛୁ। ଏବଂ ଫାଉ ସମ୍ପାଦକ ଆଶୀର୍ବାଦ ବେହେରାଙ୍କର ଯେଉଁ ଇଚ୍ଛା ଅଛି ଯେ ଓଡ଼ିଶାରେ ଫୁଟବଲର ଖେଳାଳି ରେଫେରୀ ଏବଂ କୋଚ୍ମାନଙ୍କର ଉନ୍ନତି ହେଉ, ଓଡ଼ିଶାର ଯେମିତି ଖେଳାଳିମାନେ ଜାତୀୟ ସ୍ତରରେ ନିଜର ପ୍ରତିଦ୍ୱନ୍ଦିତା କରିପାରିବେ ସେଥିପ୍ରତି ଆମେ ଧ୍ୟାନ ଦେଉଛୁ। ଏବଂ ଏଇଟା 4ଟା ଜୋନ୍ରେ ହେବ। ଆସନ୍ତାକାଲି ରାଉରକେଲାରେ ହେବ ଇଷ୍ଟ ଜୋନ୍ର, ତାପରେ ସାଉଥ୍ ଜୋନ୍ର ସରିଯାଇଛି, ନର୍ଥ ଜୋନ୍ର କେନ୍ଦୁଝରରେ ହେବ ଆଉ ଯାଜପୁରରେ ହେବ ଆମର ଇଷ୍ଟ ଜୋନ୍ର। ସବୁ ଯାକ ଆଥଲେଟିକ୍ ଟର୍ଫରେ ହେବ। ତେଣୁ ଓଡ଼ିଶା ସରକାର ଏବଂ ଫାଓ ଯେଉଁ ସୂଚନା ଦେଇଛନ୍ତି ସେ ଅନୁସାରେ ଆମର ଏଇଠି ଜିଲ୍ଲା କ୍ରୀଡ଼ା ସଂସଦ କୋରାପୁଟ ଏବଂ ଜିଲ୍ଲା ପ୍ରଶାସନ କୋରାପୁଟ ଆମକୁ ସବୁ ପ୍ରକାର ସହଯୋଗ ସୁବିଧା ଦେଇଥିଲେ, ଖେଳ ପଡ଼ିଆ ରହିବା, ଖାଇବା ଇତ୍ୟାଦି ଇତ୍ୟାଦିର, ମେଡ଼ିକାଲ ଆମ୍ବୁଲାନ୍ସ ସବୁଥିର। ତେଣୁ ସେଥିପାଇଁ ଆମେ ଫାଓ ତରଫରୁ ନିଶ୍ଚିତ ଭାବରେ ସାଧୁବାଦ ଜ୍ଞାପନ କରିବୁ। ଏବେ ଯେଉଁମାନେ ନୂଆ ପରୀକ୍ଷା ଦେଇଛନ୍ତି ସେମାନେ ଲେଭେଲ୍ 8 ହେବେ। ତାଙ୍କର ପ୍ରାକ୍ଟିକାଲ ଭାଇବା ହେବ ଯେଉଁମାନେ ଏଥିରେ ପାସ୍ କରିଛନ୍ତି। ଆଜି ରନିଂ ଟେଷ୍ଟ ହେଲା, ତାପରେ ଥିଓରି ଟେଷ୍ଟ ହେଲା, ପ୍ରାକ୍ଟିକାଲ ଭାଇବା ହେବ। ତାପରେ ଯେଉଁମାନେ ଆଗରୁ ଲେଭେଲ୍ 8, 7, 6 ଅଛନ୍ତି ତାଙ୍କର ଅପଗ୍ରେଡେସନ୍ ହେବ ଏବଂ 6 ମାନେ ଚଳିତ ବର୍ଷ ଆମର ଫାଓ ଓଡ଼ିଶା ତରଫରୁ ଜାତୀୟ ପରୀକ୍ଷା ଦେବା ପାଇଁ ମନୋନୀତ ହେବେ। ପାତ୍ର ବରଗଡ଼ ଡିଷ୍ଟ୍ରିକ୍ଟରୁ ଆଇଛେ ଆଉ ଜୟପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ ଟର୍ଫ ଗ୍ରାଉଣ୍ଡ ପହଲା ମୋର ବହୁତ ବଢ଼ିଆ ଅନୁଭୂତି ରହିଲା। ଟର୍ଫରେ ମୁଇଁ ଦୌଡ଼ିଲି ଆଉ ଯେନ୍ଟା ନ୍ୟାସନାଲ୍ ଲେଭେଲ୍ରେ ଯେତେବେଳେ ଆମର
ओडिशा से टर्फ रे ही परिवार हेसी तो फास्ट टाइम मुझे जयपुर रे आसली जयपुर स्पोर्ट्स कॉम्प्लेक्स तथा समस्त एडमिनिस्ट्रेशन आउ डिस्ट्रिक्ट एथलेटिक एसोसिएशन को धन्यवाद देवी जे फास्ट टाइम मुझे टर्फ रे दौड़ी बहुत खुशी लगला आउ समस्त आमर एनुअल फिटनेस टेस्ट थिला या परे नेशनल पे हम फुटबॉल रेफरी लेवल 6 एडा थिला लेवल 6 रु 5 को जीवा पे एनुअल फिटनेस टेस्ट हुए और एनुअल फिटनेस टेस्ट पास कला पर एबियर हला पर नेशनल को निश्चित भाव देवी आमर भाव संपादक श्रीयुक्त आशीर्वाद बेहरा ता सहित आमर एचआर अच्छा हेड ऑफ रेफरी श्रीमान दुर्गा माधव नायक बहुत बहुत धन्यवाद देवी आज मु रेफरी लेवल 6 फास्ट तो जयपुर स्पोर्ट्स कॉम्प्लेक्स जो अच्छे बहुत सुंदर है सब डिस्ट्रिक्ट रे प्राय एमती हवा कथा आ बहुत सुविधा है वेस्ट जोन रे आम आज एग्जाम देचु आ बहुत बढ़िया माने समस्त व्यवस्था बहुत बढ़िया है बहुत उन्नत धरण रहिबा खाइबा भी बहुत बढ़िया सुविधा है। धन्यवाद। डिस्ट्रिक्ट सोनपुर तो तुम्हें आसिक निश्चय भल लगी से दूर माने आमर आउ दु तीन भी है अलग ये बेस टे भल लगुच आसिक मो सोनपुर एका ही आसी फास्ट गर्ल्स तो मुझे चाहिए आउ भी जमी इंस्पायर होगी आसवे मुझे जहाँ शिखी मुझे भी शिखे पारि और धन्यवाद सार मान को जे सब अरेंज कर 2-3 वर्ष। धन्यवाद। मो ना विपुल कुमार विद्याधर मु कोरापुट आसी फास्ट टाइम एटा रेफरी ऑपरेशन एग्जाम माने जयपुर अनुष्ठित होइतिला एठी आम कोरापुट तरफ पाखापाखि 16 जन ऑल ओडिशा रो आमर पाखापाखि 80 पाखापाखि माने पार्टिसिपेंट अछंती से भितर 73 जन बॉयज आउ 7 जन गर्ल्स आमर माने अनुष्ठित होइतिला मु माने धन्यवाद जनइबी फाओ संपादक श्रीयुक्त आशीर्वाद बेहरा सार आम रेफरी जे हेड अच्छा एचओआर मिस्टर दुर्गा माधव नायक सार को बहुत बहुत धन्यवाद जनइबी जे फास्ट टाइम करी आम कोरापुट डिस्ट्रिक्ट रे गोटे एते बड़ अरेंजमेंट करी पिलान को माने माने गोटे आदिवासी एरिया रे माने रेफरी रो डेवलपमेंट पई एते काम करजंती सेति पई मैं बहुत धन्यवाद देबी। कोरापुट 16 जन पाखापाखि अच्छा से भितर प्राय 16 ରୁ 16 पास कर फिजिकल दुईटा आमर होटा प्रति वर्ष प्राय होटा आगु आमर गोटे जगार होता जोटा कि कटक एवं माने फाओ गोटे सुविधा कर देछि जे माने पाखापाखि जोन वाइज कर देछि 4-5टा जोन होकर आमर ऑल ओडिशा रे एटा माने रेफरी ऑपरेशन चली मोर 100% आशा। मो ना हूँ वनिता हेमेरिका मु रायगड़ा डिस्ट्रिक्ट आसी जो एठी जो आमर प्रथम थर बोलिकी जो आम साउथ जोन रे फिजिकल फिटनेस टेस्टा होची से आम बहुत खुशी कारण आमको गोटे जगह सेंटरटा करुले जो आमको दूर दूर जाकि टेस्ट देवा पड़ूला बहुत असुविधा होता से बोलिकी प्रथम मुझे सार को धन्यवाद दूसरी आमर फाओर जे संपादक अच्छा आशीर्वाद सार तांको मु धन्यवाद दूसरी आम मानकर उन्नति बोलिकी ये सब कर सहित दुर्गा सार को भी मुझे धन्यवाद दूसरी आम सब जिनस कले धैर्य धरिकी बोलिकी धन्यवाद। रायगड़ार आमर 5 जन झील पार्टिसिपेट कर 3 जन बॉयज पार्टिसिपेट। जयपुर जिला प्रतिनिधि कमल भोत्रांक रिपोर्ट आम ओडिशा लाइव।